ଭାବିଥିଲି ସମୟ ସହିତ ଆପଣମାନେ ମୋତେ ଭୁଲିଗଲେଣି। ଲାଗିଥିଲା ଆପଣଙ୍କର ମୋ ସହିତ ଦୂରତା ବଢ଼ିଗଲାଣି। କିନ୍ତୁ ନା, ମୋତେ ଭୁଲ ପ୍ରମାଣ କରି ସମମାତ୍ରାରେ ମୁଁ ଆପଣଙ୍କ ଭଲ ପାଇବା ପୁଣି ସାଉଁଟୁଛି। ଗୋଧୂଳି ସନ୍ଧ୍ୟାର ଧୂଳି ଭଳି ଆପଣମାନେ ମୋ ସଂଲଗ୍ନ ଅଛନ୍ତି, ଛନ୍ଦି ହେଇ ମୋତେ ବନ୍ଦୀ କରି। ଧନ୍ୟବାଦ ଏକ ଛୋଟ ଶବ୍ଦ ହବ। ଆପଣଙ୍କୁ ଦେବି ତ କେବଳ କୃତଜ୍ଞତା। କୁଣ୍ଠିତ ଏ ପ୍ରାଣରେ ପୁନଃ ପ୍ରାଣ ସଞ୍ଚାର କରିଥିବାରୁ। କଥାଟି କିଛି ଦିନ ତଳର। ବାବା ମମି ଯେହେତୁ ମୁମ୍ବାଇ ଆସିଥାନ୍ତି ଏବଂ ମୁଁ ଅସୁସ୍ଥତାର ଆଢୁଆଳରେ ଥାଏ, ତେଣୁ ସେ ନିଜ ବ୍ୟସ୍ତ କାର୍ଯ୍ୟସାରଣୀରୁ କିଛି ସମୟ କାଢ଼ି ଶିରିଡ଼ି ଯାଇଥିଲେ। ସାଙ୍ଗରେ ଥିଲା ମୋର ଅଜସ୍ର ଫୋନ୍ କଲ୍ ଏବଂ କ୍ୟାମେରାର ଲେନ୍ସ। ତେଣୁ ମୁଁ ନ ଯାଇ ମଧ୍ୟ ସେଇଠି କୋଉଠି ବୁଲୁଥିଲି। ପ୍ରଥମ ଥର ବନ୍ଦେ ଭାରତରେ ବସିବାର ଅନୁଭୂତି ଏବଂ ବାବାଙ୍କ ବିଭୂତି ନେଇ ସେ ଘରକୁ ଫେରିଥିଲେ। ଖୁସି ଖୁସି। ଦୃଶ୍ୟ ସବୁ ପୁରୁଣା, କିନ୍ତୁ ଆପଣଙ୍କ ସହିତ ବାଣ୍ଟିବା ଭିତରେ ସତେଜ ହେଇଯାଉଛି। ସ୍ମୃତି ସବୁ ମନକୁ ଭାରି କରୁଛି ଏବଂ ମୋବାଇଲର ସ୍ପେସ୍କୁ ହାଲକା।